ଆଉ କଣ କରିବା କଷ୍ଟ ନ କଲେ ଆଉ କେମିତି କଷ୍ଟ କଲେ ଯାଇକିରି ଫଳ ମିଳିବ କଷ୍ଟ ନ କଲେ ଫଳ ମିଳିବ କି କହୁନାହାନ୍ତି ନାଇଁ କେବେ ବି ନାଇଁ ନା କଷ୍ଟ କରିବାକୁ ପଡିବ ଆଳୁ ଭର୍ତ୍ତା ନିମ୍ବ କଣ ପଡିଛି ଆଳୁ ଭର୍ତ୍ତା ଦିହରେ ନିମ୍ବ କଣ ପଡିଛି ମାନେ ଏଟା ପ୍ରଥମ ଥର ଜାଣିଲି ଆଉ ମାଉସୀଙ୍କ ମୁହଁର ଝାଳ ଦେଖନ୍ତୁ ମୋର ବି ଦେଖନ୍ତୁ କାହିଁକିନା ଆମେ ସବୁବେଳେ ଆପଣଙ୍କୁ କହିଛୁ ଦାସ ବ୍ରଦର୍ସ ଖାଲି ଏଟା ମାନେ ବ୍ଲଗ କରେନି ଫୁଡ ବ୍ଲଗ କରେନି ସବୁବେଳେ ଏଟା ଗୋଟେ ସାହାଯ୍ୟ ଆଉ ଅନ୍ୟମାନଙ୍କୁ ସାମ୍ନାକୁ ଆଣିବା କାହିଁକିନା ଦେଖନ୍ତୁ ଆମେ ସ୍ୱାଦିଷ୍ଟ ଖାଇବା ଖାଉଛେ ତା ପଛରେ ମାନେ ଦେହ ଖରାପ ପରେ ବି ମାଉସୀ ପରିଶ୍ରମ କରୁଛନ୍ତି ଆଉ ସ୍ୱାଦ ବାଣ୍ଟୁଛନ୍ତି ତାଙ୍କୁ କେହି ଜାଣନ୍ତୁ କାହିଁକିନା ସମସ୍ତେ ଆଇଲେ ବାହାରେ ଖାଇଲେ ବାହାରେ ଗଲେ କିନ୍ତୁ ମାଉସୀଙ୍କୁ ସାମ୍ନାକୁ ଆଣିବା ଦାୟିତ୍ୱ ହଉଛି ଦାସ ବ୍ରଦର୍ସର ପଖାଳ ତ ଆମର ଓଡିଆ ଖାଇବା ଆଉ ଓଡିଆର ଖାଇବା ହଉଛି ପଖାଳ ମାନେ ଆମେ ଓଡିଆ ଆମ ପଖାଳ ବଢିଆ ଆଉ ଭଗବାନ ଖାଆନ୍ତି ପଖାଳ ପଇସା ତ ସବୁ ଜାଗାରେ ଦିଆ ହଉଛି କିନ୍ତୁ ଖାଇବାଟା ଏଇ କ୍ୱାଲିଟିରେ ମିଳୁନି କୋଉଠି ବାସି ମାସି ଏସବୁ ରହୁଛି ଯୋଉଠିକି ମାନେ ଔଷଧ ମାନେ କହିଲେ ଦେହ ଖରାପ ହବ ଏଠି କିନ୍ତୁ ସେସବୁ ନାହିଁ 3ଟା ବେଳକୁ ଆଇଲା ବେଳକୁ ଖାଇବା ଶେଷ ନମସ୍କାର ଜୟ ଜଗନ୍ନାଥ ଦାସ ବ୍ରଦର୍ସ ଏକ ନୂଆ ବ୍ଲଗକୁ ଆପଣଙ୍କୁ ସ୍ୱାଗତ ଆଉ ଏବେ ଆମେ ଆସି ପହଞ୍ଚୁ ବାଣୀ ବିହାର ଛକରେ ଥିବା ମାନସୀ ମାଉସୀଙ୍କ ଚାଳିଆ ହୋଟେଲ ମାନେ ପଛରେ ଦେଖି ପାରୁଥିବେ ପୁରା ଚାଳ ଘର ମାନେ ଜାଣି ପାରୁଥିବେ ପୁରା ପିଓର ଦେଶୀ ଖାଇବା ଏଇଠି ମିଳେ କାହିଁ କହିଲେ ତା ସାଙ୍ଗକୁ ଆମେ ଶୁଣିଛୁ ଗୋଟେ ମାନେ ବେସର କରନ୍ତି ଆଉ ଗୋଟେ କଣ କହିଲେ ଆମ୍ବ ଚଟଣି କଞ୍ଚା ଆମ୍ବର ଚଟଣି ଜଣେ ଆମକୁ ରେକମେଣ୍ଡ ଯେହେତୁ କରିଥିଲେ କହିଲେ ଥରେ ଯିବେ କଞ୍ଚା ଆମ୍ବର ଚଟଣିଟା ବି ଟ୍ରାଏ କରିବେ ଆଉ ଏଠି ଆମେ ଶୁଣିଛୁ ମାନେ କମ ପଇସାରେ ବହୁତ ବଢିଆ ଖାଇବାଟେ ମିଳେ ଆଉ ଜାଣିଥିବେ ମାନେ କମ ପଇସାରେ ଭଲ ଖାଇବା ଯୋଉଠି ଦାସ ବ୍ରଦର୍ସ ଏଇଠି କାହିଁକିନା ଆମେ ସବୁବେଳେ ଚେଷ୍ଟା କରୁ ଏଇଭଳିଆ ହୋଟେଲକୁ ଆପଣ ସାମ୍ନାକୁ ଆଣିବା ପାଇଁ ଯୋଉଠିକି କେହି ନ ଯାଆନ୍ତି ସେଠି ଦାସ ବ୍ରଦର୍ସ ପହଞ୍ଚିଥାଏ ଆଉ ଗୋଟେ ଜିନିଷ ମାନେ ଭିଡିଓଟି ଫାଷ୍ଟ ଲାଷ୍ଟ ଦେଖନ୍ତୁ ମାନେ ଆମର ବିଶ୍ୱାସ ଯେ କି ମାନେ ଭିଡିଓଟି ଆପଣଙ୍କ ହୃଦୟକୁ ନିହାତି ଛୁଇଁବ ନିଶ୍ଚୟ ଭଲ ଲାଗିବ ଆଉ ଏବେ ଭିତରକୁ ଯିବା କେମିତି କଣ ପ୍ରିପାରେସନ ରହୁଛି ଦେଖିବା ମଉସା ମାଉସୀଙ୍କ ସହିତ ଟିକେ କଥା ହବା ଆଉ ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିବ ତ ଲାଇକ୍ ଟିକେ କରିବେ ସେୟାର ଟିକେ କରିବେ ଆଉ ସବସ୍କ୍ରାଇବ କରିବେ ଆମ ଦୁଇ ଭାଇଙ୍କୁ ଟିକେ ସପୋର୍ଟ କରିବେ ଆପଣଙ୍କ ସପୋର୍ଟ ଆଉ ଭଲ ପାଇବାଟା ନିହାତି ଦରକାର ଆଉ ଏଇଟା ଦେଖନ୍ତୁ ରହିଲା ପୁରା ହୋଟେଲଟା ପୁରା ଚାଳିଆ ହୋଟେଲ ମାନେ ଭୁବନେଶ୍ୱରରେ ପୁଣି ଚାଳିଆ ହୋଟେଲ ଏଇଟା ଦେଖନ୍ତୁ ରହିଲା ହୋଟେଲ ନା ଶିବଶକ୍ତି ହୋଟେଲ ଆମିଷ ନିରାମିଷ କାହିଁକିନା ଆମେ ଦେଶୀ ହୋଟେଲ କହିଥିଲୁ ନା ପୁରା ଭୁବନେଶ୍ୱର ଗୋଟେ ଦେଶୀ ହୋଟେଲ ଏଇଟା ଦେଖନ୍ତୁ ପୁରା ଭିତରଟା ଚାଳ ଆଉ ପୁରା ଥଣ୍ଡା ମାନେ ଆପଣ ଯଦି ଆସିବେ ଦେଖିବେ ପୁରା ଥଣ୍ଡା ଆଉ ସକାଳୁ ବି ମହାପ୍ରଭୁଙ୍କ ଦର୍ଶନ ମଉସା ଜୟ ଜଗନ୍ନାଥ ଜୟ ଜଗନ୍ନାଥ କେମିତି ଅଛନ୍ତି ଭଲ ମାନେ ପୁରା ଝାଳ ହେଇଗଲେଣି ନାଇଁ ଚୁଲି ପାଖରେ ପୁରା ଆଉ ନାଇଁ କି କାହିଁକିନା ଚାଳ ଘର ହେଲେ ବି ଚୁଲି ପାଖରେ ଯେହେତୁ କାମ କରୁଛନ୍ତି ତ ଅଟୋମେଟିକ ଝାଳ ହିଁ ବାହାରିବ ଆଉ ମୁଁ ବି ଏଠି ଆପଣଙ୍କୁ ଗୋଟେ ଖାସିୟତ ଦେଖେଇ ଦଉଛି ଏଇ ଯୋଉ ନଡିଆଟା ଆପଣ ଦେଖୁନାହାନ୍ତି କି ଏଟା ରହିଲା 35 ବର୍ଷର ପୁରୁଣା ଗୋଟେ ବଡ ନଡିଆଟା ସେ ଶ୍ରଦ୍ଧାରେ ରଖିଥିଲେ ମାନେ ପାଖାପାଖି 35 ବର୍ଷ ହେଇଗଲାଣି ଆଉ ଏଠି ଆମର ମହାପ୍ରଭୁଙ୍କ ଦର୍ଶନ ଆଉ ମଉସା ଏବେ କଣ ସବୁ ଆଇଟମ ବାହାରିବ ଏଇଟା ଘାଣ୍ଟ ହବ ପୋଇ ଘାଣ୍ଟ ଭେଣ୍ଡି ଆଳୁ ଭଜା ଆଳୁ ଭର୍ତ୍ତା ଆଜ୍ଞା ମାଛ ଚୁନା ଭାତ ହବ ମାଉସୀ ଜୟ ଜଗନ୍ନାଥ କେମିତି ଅଛନ୍ତି ଭଲ ଅଛି ଦେହ କେମିତି ଅଛି ସେମିତି ଭଲ ଅଛି ମାନେ ମଉସାଙ୍କର ଆପଣଙ୍କର ଦୁଇ ଜଣ ହିଁ ରୋଷେଇ ନା ଆପଣ ରୋଷେଇ କରନ୍ତି ନା ନାଇଁ ହଁ ମିଶାମିଶି କରୁଛୁ ଆଉ ମଉସା ଏଇଟା ଆମର କଣ ଆଇଟମ ରହିଲା ଘାଣ୍ଟ ପୋଇ କଖାରୁ ବାଇଗଣ ଭଣ୍ଡା ସବୁ ପଡିକି ଘାଣ୍ଟ ହଉଛି ମାଛଟା ଦେବେ ଆପଣ ନାଇଁ ସାଧା ଘାଣ୍ଟ ଓ ଏଇଟା ରହିଲା ସାଧା ସାଧା ମଉସା ଯାହାବି ପ୍ରିପାରେସନ ଚୁଲିରେ ସବୁ ହୁଏ ହଁ ହଁ ଚୁଲି ଏତେ କମ ଜାଗାରେ ମଉସା କିନ୍ତୁ ବହୁତ କଷ୍ଟ କରିବାକୁ ପଡୁଥିବ ନାଇଁ କି ହଁ ଚାଲିଛି ଆଉ ମାନେ ହୋଟେଲ ଟା ପାଖାପାଖି କେତେ ପୁରୁଣା ହେଲାଣି ହଁ 35 ବର୍ଷ ହେଲାଣି ଆଉ 35 ବର୍ଷ ହେଇଗଲା ମାନେ ମାଉସୀଙ୍କର ଆପଣଙ୍କର ଚଲେଇଛନ୍ତି ମାଉସୀ ଏଇଟା ଆମର ରହିଲା ମହୁରାଳି ମାଛ ଆଉ ଏଇଟା ଆମର ବଡ ମାଛ ଆନ୍ଧ୍ରାଟା ଆନ୍ଧ୍ରା ରୋହି ଆଉ ଏ ସବୁ ଏଇଟା ବଛା ହବ ନାଇଁ କି ମହୁରାଳି ଟା ସେ ଯୋଉ ପେଟ ଚିପିବେ ତାକୁ ସବୁ ଯାକ ଆଉ ନାଇଁ କି ଘର ଭଳିଆ ପୁରା ଆଉ ନାଇଁ ପ୍ରାୟ ଜାଗାରେ ମୁଁ ତ ଦେଖିଛି ଡାଇରେକ୍ଟ ଭାଜିଦବା ଡାଇରେକ୍ଟ ପିତା ଲାଗିବ ଭାଜି ଦିଅନ୍ତିନି ହୋଟେଲ ମାନଙ୍କରେ ମହୁରାଳି ମାଛ ଆଣିବେ ଡାଇରେକ୍ଟ ଆଣିକି ସେଟାକୁ ଭାଜି ଦେବେ ଏଟା ଟିକେ ପିତା ଲାଗିବ ବାଛି ଦେଲେ ଭଲ ଲାଗିବ ନା ଆଉ ସେ ଆପଣଙ୍କ ନାଁ କୁହନ୍ତୁ ମାନସୀ ସାହୁ ମାନସୀ ସାହୁ ଇଏ ହଉଛି ଦେଶୀ ଚାଉଳ ଭାତ ଏଟା ଦେଶୀ ଚାଉଳ ଦେଶୀ ଚାଉଳ କାଇଁ କହୁଛନ୍ତି ହଁ ସେ ଆଉଛି ଗାଁରୁ ପିପିଲିରୁ ଓହୋ ଗାଁରୁ ଆସୁଛି ସେଥିପାଇଁ କହୁଛନ୍ତି ନାଇଁ କି ଏଟା ଉଷୁନା ରହିଲା ଅରୁଆ ରହୁଛି ନାଇଁ ଅରୁଆ ନାଇଁ ଅରୁଆ ନାହିଁ
ଏଇଟା ଡାଲି ଏଟା ରହିଲା ଆମର ଡାଲିଟା ହରଡ଼ ଡାଲି ଆଜ୍ଞା ଏଟା ହରଡ଼ ଡାଲି ରହିଲା ଆଉ ଏଇଟା ଆମର ମିକ୍ସ ତରକାରୀ ଏଟା ହେଲା ମିକ୍ସ ତରକାରୀ ମାନେ ପୋଇ ପତ୍ର ହରିଆ ହଁ। ପକେଇଛନ୍ତି ହଁ ଏଟା ସାଧାଟା ନା ସାଦା ସାଧାଟା ପୁରା ତାପରେ ଏପଟଟା ଭେଣ୍ଡି ଆଳୁ ଭଜା ଭେଣ୍ଡି ଆଳୁ ଭଜାଟା ପୁରା ସବୁ ଘରୋଇ ଭଳିଆ କରିଛନ୍ତି ନାଇଁ କି ହଁ ତାପରେ ଏପଟ ଆମର ଇଏ ହଉଛି ଆଳୁ ଆଳୁ ଭର୍ତ୍ତା ବଘାରାଟା ଆଳୁ ଭର୍ତ୍ତା ନିମ୍ବ କୋଟ ପଡିଛି ଆଉ ଏଇଟା ଆମର ରହିଲା ପଖାଳଟା ପଖାଳ ବାସି ପଖାଳ ବାସି ପଖାଳ ଆମ୍ବ ଚଟଣି ଏଇଟା ରହିଲା ଆମ୍ବ ଚଟଣିଟା ମାନେ ବାସ୍ନା ତ ପୁରା ଅଲଗା ପ୍ରକାର କଣ କଣ ଆଦେହରେ ଦେଇଛନ୍ତି ସବୁ ହଉଛି ଅଦା ଦିଆହେଇଛି ରସୁଣ ଦିଆହେଇଛି କଞ୍ଚା ଲଙ୍କା ଚିନି ଆମ୍ବ ସବୁ ଦିଆହେଇଛି ଏଇଟା ହଉଛି ମାଛ ବେସର ଏଇଟା ରହିଲା ମାଛ ବେସର ହଁ, ନା କଣ ହଁ। ଆମ୍ବୁଲ ଫାମ୍ବୁଲ ହଁ। ଦେଇ ପୁରା ବୋବାଲି ପିସ୍ ଦେଖେଇଲେ ପୁରା ବଢିଆ ଆଉ ପୁରା ମାନେ ମିଡିୟମ ଠୁ ବଡ ରଖିଛନ୍ତି ପୁରା ଆଉ ନାଇଁ କି ହଁ ଚୁନା ମାଛ ଭଜା ଏଇଟା ରହିଲା ମହୁରାଳି ମାଛ ଭଜା, ମହୁରାଳି ନାଇଁ ମାଛ କି? ଭଜା ଆଉ ଏପଟରେ ରହିଲା ପିସ୍ ପିସ୍ ଟା ଆଉ ଯେ ପଖାଳ ସାଙ୍ଗରେ ଖାଇବେ ଆଉ। ଖାଇବା କେମିତି ହେଇଛି ବଢିଆ ହେଇଛି ଭଲ ହେଇଛି ହଁ ମାନେ ମନକୁ ପାଇଛି ନା ନାଇଁ ପୁରା ମନକୁ ପାଇଛି ଆଉ ଆତ୍ମା ଶାନ୍ତି ଖାଇବା ନା କଣ ହଁ ମାନେ ଏଟା ପଖାଳ ଅର୍ଡର କଲେ ତା ସାଙ୍ଗରେ ମହୁରାଳି ମାଛ ମହୁରାଳି ମାଛ ମାନେ ଠିକ ଅସଲି ମଜା ହିଁ ଜାଣିଛନ୍ତି ନା କଣ ପୁରା ପଖାଳ ଦେଶୀ ଖାଇବା ଆଉ ଦେଶୀ ଖାଇବା ହଁ ଆଉ ଇଏ ବି ଦେଶୀ ହୋଟେଲ ହଁ ନା କଣ ଚାଳ ଘରକୁ ଚାଳ ଘରକୁ ଆଉ ତା ସାଙ୍ଗକୁ ଏ ପଖାଳ ପଖାଳ ତୁ ଚୁନା ମାଛ ଚୁନା ମାଛ ଆମ୍ବ ଖଟା ଆଜ୍ଞା ଓ ପୁରା ଜମି ଯାଉଛି ଆଉ ପୁରା ଜମିଲା ନା କଣ ହଁ ମାନେ ଯୋଉ ଖରା ବି ହଉଛି ହଁ ନହେଲାଠୁ ଇଚ୍ଛା ହଉଛି ଖାଇବାକୁ ଆଉ କାହିଁକିନା ଖରାକୁ ପଖାଳ ଦିଟା ଟିକେ ବେଷ୍ଟ ବେଷ୍ଟ ତାପରେ ଆମ୍ବ ଖଟା ଆଜ୍ଞା ହଁ ଟିକେ ରାଗୁଆ ରାଗୁଆ ଯୋଉ ବଢିଆ ଆମ୍ବ ଚଟଣି ଟା ଦେଇଛନ୍ତି ପୁରା ଟେଷ୍ଟି ଆଉ ଆଉ ପଖାଳକୁ ନେଇ କଣ କହିବେ ପଖାଳ ତ ଆମର ଓଡିଆ ଖାଇବା ଆଉ ଓଡିଆର ଖାଇବା ହଉଛି ପଖାଳ ଆଉ ମାନେ ଆମେ ଓଡିଆ ଆମ ପଖାଳ ବଢିଆ ନା ବଢିଆ କଣ ଆଉ ଭଗବାନ ଖାଆନ୍ତି ପଖାଳ ଆଉ ବାସ୍ ବାସ୍ କଥା ପଦେ କହିଲେ ମନକୁ ଛୁଇଁଲା କାହିଁକିନା ମହାପ୍ରଭୁଙ୍କ ଭୋଗରେ ବି ପଖାଳ ଲାଗେ ପଖାଳ କାହିଁକିନା ଆମେ ଓଡିଆ ଆମ ମହାପ୍ରଭୁ ଆଉ ଆମ ପଖାଳ ଏ ଦି ଜଣ ହଉଛନ୍ତି ବହୁତ ବଢିଆ ନା କଣ ବହୁତ ବଢିଆ ତ ଯଦି ମାର୍କ ଦେବେ 10 ରୁ କେତେ ଦେବେ ପୁରା 9 ରୁ 10 କୁ 10 10 ରୁ 10 ଆଉ କଣ କରିବା କଷ୍ଟ ନ କଲେ ଆଉ କେମିତି ହବ କଷ୍ଟ କଲେ ଯାଇକିରି ଫଳ ମିଳିବ ଆଉ କଷ୍ଟ ନ କଲେ ଫଳ ମିଳିବ କି କହୁନାହାନ୍ତି ନାଇଁ କେବେ ବି ନାଇଁ ନା କଷ୍ଟ କରିବାକୁ ପଡିବ ଆପଣଙ୍କ ବୟସ କେତେ ହେଇଗଲାଣି ମତେ ହେଇଗଲାଣି 45-46 ବର୍ଷ ହେଇଗଲାଣି 46 ବର୍ଷ ମାନେ ପାଖାପାଖି 50 ଆଉ 50 ପାଖାପାଖି ଆଉ ଯାଉ ଆପଣ ମାନେ କଣ କହିଲେ ନିଜ ପେଟ ପାଇଁ କି ମଉସା ଆଉ ଆପଣ ଚଳଉଛନ୍ତି ହୋଟେଲ ସେଇଟା ବଡ କଥା କାହିଁକିନା ଇନକମ ତ ଆଉ କେହି କରିବାକୁ ନାହିଁ ସେ ନା ଆଉ ଆମର କିଏ ଅଛି ଝିଅ ଦିଟା ତ ସେ ବାହାଘର ହେଇଯାଇଛି ଆପଣ ଖଟିଲେ ଖାଇବୁ ନହେଲେ ନାଇଁ ଉପାସ ଆଳୁ ଭର୍ତ୍ତା ନିମ୍ବ କୋଟ ପଡିଛି ଆଳୁ ଭର୍ତ୍ତା ଦିହରେ ନିମ୍ବ କୋଟ ପଡିଛି ମାନେ ଏଟା ପ୍ରଥମ ଥର ଜାଣିଲି ଏଟା କଣ ପାଇଁ ଦେଇଛନ୍ତି ସେଇଟା ଭଲ ଲାଗେ ଆଳୁ ଭର୍ତ୍ତାରେ ପିତା ପିତା ଟିକେ ଲାଗିବ ନିମ୍ବ କୋଟ ଦିଆହେଲେ ପିତା ଲାଗିବ ଦେହ ପାଇଁ ବି ବେଷ୍ଟ ପୁରା ଆଉ ନାଇଁ କି ପ୍ରଥମ ଥର ଦେଖିଲୁ ଆଳୁ ଭର୍ତ୍ତା ନିମ୍ବ କୋଡ ଦିଆ ହେଇକିରି ହେଇଛି ନାଇଁ କି ମଉସା ଇଏ କିନ୍ତୁ ସବୁ ପୁରା ମୁଁ ଦେଖିଲି ରୋଷେଇର ପ୍ରିପାରେସନ ପୁରା ଘରୋଇ ଷ୍ଟାଇଲ ଆମ ଘର ଭଳିଆ ଆମେ ଅଳ୍ପ କରିବୁ ସରିଯିବ ଗଲା 3ଟା ଭିତରେ ସଫା ଖାଇବା କେମିତି ହେଇଛି ବଢିଆ ହେଇଛି ଭଲ ହେଇଛି ମାନେ ଆତ୍ମା ଶାନ୍ତି ନା ନାଇଁ ବଢିଆ ମାନେ ଯୋଉ ଖରାକୁ ପଖାଳ ମାନେ ନାଇଁ କି ସେ ଘରଠୁ ଆନନ୍ଦ ଲାଗୁଛି ଘରଠୁ ଆନନ୍ଦ ଆଉ ତା ସାଙ୍ଗେ ଯୋଉ ଚାଳରେ ବସି ଖାଇବା ନା କଣ ତ ସ୍ୱର୍ଗ ଭଳିଆ ଲାଗୁଛି ଏବେ ମାଉସୀ ଆମର ଆରମ୍ଭ ହେଲା ମାଛ ବେସର ପ୍ରୋସେସ ନା ତେଲ ପଇଲା ଅଳପ ତେଲ ଦେଲେ ପୁରା ପୁରା ଅଳପ ତେଲ ବେଶୀ ତେଲ ଦିଆ ହବନି ତାପରେ ଏଟା ହେଲା ଲଙ୍କା ଆଉ ଟମାଟୋ ଲଙ୍କା ଟମାଟୋ ପଇଲା ଏବେ ଟିକେ ଭଜା ହବ ଆଉ ଟିକେ ହାତ ପାଇ ଲଙ୍କା ଟାକୁ ଟିକେ ଅଧିକ ଚାପି ଦେଇଥାନ୍ତେ ସେ ଆଉ ଫାଟିବନି ମଉସା ମୁଁ କହିଲି ଚାପି ଦେଇଛନ୍ତି ବୋଲି ମୁଁ ପକେଇଦେଲି ଆମେ ବି ମାଉସୀ ଭିଡିଓ କରି କରି ସବୁ ରୋଷେଇ ଶିଖିଗଲୁ ଏଇଟା ବେସର ଦେଲି ଏଇଟା ହେଲା ବେସର ବେସର ଦିଆ ହେଲା ମାଉସୀ ଆମ୍ବୁଲ ଟା ରହିବ ନା ନାଇଁ ଆମ୍ବୁଲ ଦିଆ ହବ ନା ଏଇଟା ମୋ ଫେଭରାଇଟ ଜିନିଷଟା ନାଇଁ ନାଇଁ ଆମ୍ବୁଲ ଦିଆ ହଉଛି ମୁଁ ଯୋଉଠି ବି ଏ ରୋଷେଇ ଦେଖେ ନା ମୁଁ ସକାଳେ କହି ଆଗ ଆମ୍ବୁଲ ଟା ରଖିଦେବି ନାଇଁ ନାଇଁ ଆମର ଆମ୍ବୁଲ ଦିଆ ହଉଛି ନା
ମାଛ ଗୋଟେ ଏମିତି ଜିନିଷ ଟିକେ ଖଟା ଖଟା ଲାଗିଲେ ଭଲ ଲାଗେ। ଟେଷ୍ଟ ଭଲ ଲାଗିବ। ହଁ ତାପରେ ହଳଦୀ ଟା ଦେବେ ହଳଦୀ ଲଙ୍କାଗୁଣ୍ଡ। ଏତିକି ତ ଆଉ ନାଇଁ। ହଁ ଆଉ କେତେ ମାଛ ବେସରେ ଏତେ ମସଲା ନାହିଁ। ଏତେ ମସଲା ଚିକେନ ହେଲେ ଚିକେନ ହେଲେ ଟିକେ ମସଲା ଦିଆ ହବ। ଏଇଟା ଆମର ଆସିଲା ହଳଦୀ। ହଳଦୀ ଏଇଟା ଟିକେ ତା ଭାଇ ଲଙ୍କା ଆସିଲା ନା କଣ? ହଳଦୀ ଲଙ୍କା ମାଉସୀ ଭାଇ ଭାଇ ନୁହେଁ କି? ୟା ବିନା ସିଏ ଅଧୁରା। ଇଏ ଯୋଉଠି ଥିବ ସେ ସେଇଠି ଥିବ। ସେଇଠି ଥିବ। ମସଲା ଟିକେ କମିଗଲେ ଚଳିବ କିନ୍ତୁ ହଳଦୀ ଲଙ୍କା ନ ପଇଲେ ବେକାର। ଭଲ ଲାଗିବନି। ଖାଇବା ଚେଙ୍ଗା ଅଛି ଭଲ ଅଛି ସବୁ ସାଙ୍ଗା ଅଛି ପୁରା। ପୁରା ଚେଙ୍ଗା ପୁରା ଭୁବନେଶ୍ୱର ବୁଲି ଆଇଲି ଆଜ୍ଞା। ଭୁବନେଶ୍ୱର ବୁଲି ଆଇଲି ଷ୍ଟେସନ ରୁ ଏଇ ଆଇଲା ପସନ୍ଦ ପାଇଲା। ମୁଁ ଆପଣଙ୍କୁ ଏତିକି ଅନୁରୋଧ କରିବି ମାନେ ମୁଁ ଆଗ କହିଦଉଛି ଏ ଜାଗାରେ ଟିକେ ହାଇଜେନିକ ଖୋଜିବେନି। କାହିଁ କହୁଛି ନା ଯେହେତୁ ମଉସା ମାଉସୀ ଆଉ କେହି ନାହାନ୍ତି ଆଉ ମାଉସୀଙ୍କ ଦେହ ବି ପୁରା ଖରାପ ହେଇଗଲାଣି ମାନେ ଯେହେତୁ ବ୍ଲଡ ପ୍ରେସର ସବୁ ଦେହ ଖରାପ ତାପରେ ବି ସେ ନିଜେ ପରିଶ୍ରମ କରୁଛନ୍ତି ନାଇଁ କି ମାଉସୀ? ଆଉ ମୁଁ ବି ଆପଣ ଦେଖନ୍ତୁ ଖାଲି କିଚେନ ଟା ଦେଖେଇଦେଲୁ ଖାଲି କିଚେନ ଟା ଦେଖନ୍ତୁ କେତିକି ଛୋଟ ମାନେ ହାତ ବଢେଇ ବି ପାଇବେ ଏତେ ଛୋଟ ଜାଗା ତା ଦେହରେ ବି ସେ ପରିଶ୍ରମ କରୁଛନ୍ତି। ଆଉ ଦ୍ୱିତୀୟରେ ମାନେ ଆପଣ କଣ ଗ୍ୟାସ ରେ କଣ କହିଲେ ଏତେ ଟିକେ ଗରମ ଅନୁଭବ ହବନି ନା କି ମାଉସୀ? ଚୁଲି ଆଞ୍ଚ ମାନେ ସେ ପୁରା ନିଆଁ ଯୋଉ ଭଳିଆ ଜଳୁଛି ଦେଖନ୍ତୁ ଖାଲି ନିଆଁର ତାପ ତା ଦେହରେ ବି ମାଉସୀ ନିଜେ ରୋଷେଇ କରୁଛନ୍ତି। ଆଉ ମାଉସୀଙ୍କ ମୁହଁର ଝାଳ ଦେଖନ୍ତୁ ମୋର ବି ଦେଖନ୍ତୁ କାହିଁକିନା ଆମେ ସବୁବେଳେ ଆପଣଙ୍କୁ କହିଛୁ ଦାସ ବ୍ରଦର୍ସ ଖାଲି ଏଇଟା ମାନେ ବ୍ଲଗ କରେନି ଫୁଡ ବ୍ଲଗ କରେନି ସବୁବେଳେ ଏଇଟା ଗୋଟେ ସାହାଯ୍ୟ ଆଉ ଅନ୍ୟମାନଙ୍କୁ ସାମ୍ନାକୁ ଆଣିବା। କାହିଁକି ନା ଦେଖନ୍ତୁ ଆମେ ସ୍ଵାଦିଷ୍ଟ ଖାଇବା ଖାଉଛେ ତା ପଛରେ ମାନେ ଦେହ ଖରାପ ପରେ ବି ମାଉସୀ ପରିଶ୍ରମ କରୁଛନ୍ତି ଆଉ ସ୍ୱାଦ ବାଣ୍ଟୁଛନ୍ତି ତାଙ୍କୁ କେହି ଜାଣନ୍ତି କାହିଁକିନା ସମସ୍ତେ ଆଇଲେ ବାହାରେ ଖାଇଲେ ବାହାରେ ଗଲେ କିନ୍ତୁ ମାଉସୀଙ୍କୁ ସାମ୍ନାକୁ ଆଣିବା ଦାୟିତ୍ୱ ହଉଛି ଦାସ ବ୍ରଦର୍ସର ନା କଣ ମାଉସୀ? ଆପଣଙ୍କୁ କେହି ଜାଣନ୍ତିନି ଯୋଉ ପରିଶ୍ରମ କରୁଛନ୍ତି ଏତେ କଷ୍ଟ କରୁଛନ୍ତି କେହି ଜାଣନ୍ତିନି ନାଇଁ କି? ମାନେ କେବେ ଥକା ଲାଗେ? ହଁ ଥକା ଟିକେ ଲାଗେ ରାତିରେ ଆଉ ସବୁ କାମ ସରିଲା ପରେ ନା ସବୁ କାମ ସରିଲା ପରେ ପଇସା ଟେନସନ କେମିତି ପଇସା ଟା ଆସିବ ପଇସା ମାନେ ଏଇଟା ଦେଖନ୍ତୁ ମାନେ ଆପଣଙ୍କୁ ମୁଁ କହୁଛି ଏଇ ଯୋଉ ହସ ଦେଖୁନାହାନ୍ତି ଏ ହସ ପଛରେ ବହୁତ ଲୁହ ଅଛି ଯୋଉଟା କେହି ଜାଣନ୍ତିନି ନାଇଁ କି? ମାନେ ବ୍ଲଡ ପ୍ରେସର ମେଡିସିନ ଆଉ ଗୋଟେ କଣ କହୁଥିଲେ ଗ୍ୟାସ ଡାଇବେଟିସ ମାନେ ଭାବନ୍ତୁ ମାନେ ମାଉସୀ ମାସକୁ କେତେ ଟଙ୍କା ପାଖାପାଖି ଖାଲି ମେଡିସିନ ରେ ଯାଉଛି ଆପଣଙ୍କର? ନାଇଁ ମଉସାଙ୍କର କିଛି ଟିକେ ଦେହ ଖରାପ ଠାକୁରଙ୍କ ଇଚ୍ଛାରୁ ହେଇନି କିନ୍ତୁ ମୋର 5-6 ହଜାର ଟଙ୍କା ମେଡିସିନ 5-6 ହଜାର ଟଙ୍କା। ଆଉ ତା ଦେହରେ କେତେଟା ମିଲ୍ କହିଲେ ମାଉସୀ କେତେଟା ମିଲ୍ ବିକ୍ରି ହଉଛି ଦିନକୁ? ଅଳ୍ପ ଆଉ ଅଳ୍ପ ମାନେ କାହିଁ କହୁଛି ନା ଭାତର କ୍ୱାଣ୍ଟିଟି ଟା ଦେଖନ୍ତୁ କେତିକି ଭାତ ହେଇଛି ମାନେ ଆକୁ 15-20 ଜଣ ଖାଇବେ 15-20 ଜଣଙ୍କ ପାଇଁ ରୋଷେଇ ତା ଦେହରେ ତାଙ୍କ ମେଡିସିନ ଖର୍ଚ୍ଚ ଆମ୍ବୁଲ ଦେଲି ଏଇଟା ଏବେ ଆମ୍ବୁଲ ଟା ଆସିଲା ମାନେ ଯୋଉଥିପାଇଁ ଦାସ ବ୍ରଦର୍ସ ଅପେକ୍ଷା କରିଥିଲା ନା କଣ ମାଉସୀ? ଇଏ ହେଲା ମାଛ ମୁଣ୍ଡ ପୁରା ନା କଣ? ମାଛ ମୁଣ୍ଡ ନାଞ୍ଜ ଯିଏ ଯୋଉଟା ଚାହିଁବ ଖାଇବାକୁ ଆଉ ଯିଏ ଭଜା ମାଛ ଖାଇବାକୁ ଚାହିଁବ ପଖାଳରେ ରହିଲା ଲୋକ ବି ପ୍ରାୟ ବି ସାଧାରେ ବି ଖାଆନ୍ତି ନାଇଁ କି? ଏବେ ପୁରା ମାଉସୀ ରେଡି ହେଇଗଲା ଆଜି ମାଉସୀଙ୍କ ହାତ ରନ୍ଧା ପଖାଳ ଆଜି ଖାଇବା ଏଇ ଯୋଉ ଗରମକୁ ପଖାଳ ଆଜି ଖାଇବା ହେଲା ଆଉ ମାନେ ମନକୁ ପାଇଛି ନା ନାଇଁ? ପୁରା ଦେଶୀ ତ ଘରେ ଷ୍ଟାଇଲ ପୁରା ଆଉ ପୁରା ଆମ ମାନେ କହନ୍ତିନି ଘରେ ବେଶୀ ମସଲା ଏଠି ତାଠୁ କମ 12 ମାସ ଖାଇଲେ ଟେନସନ ନାହିଁ। ବଢିଆ କଥାଟେ କହିଲେ କାହିଁକିନା ଆମେ ବି ଦେଖିଲୁ ଯାହା ମାନେ ଘରେ କିନ୍ତୁ ଅଧିକ ମସଲା କିନ୍ତୁ ଏଠି କମ ନା କଣ? କାହିଁକିନା ଆମେ ବି ଏଠି ଶୁଣିଛୁ ଯେ ଘରୋଇ ଖାଇବା ମିଳେ ପୁରା ତ ମାଛ ବେସର ପୁରା ଟପ୍ କ୍ଲାସ ଥାଏ। ଆଜ୍ଞା ଆଉ ତାପରେ ପୁରା ଦେଶୀ ଆଇଟମ ମାଛ ଭଜା ଆଜ୍ଞା ଆଉ ଅନ୍ୟ ଆଇଟମ ଯେମିତି ଗୋଟେ ସବୁଠୁ ସ୍ପେଶାଲ ହେଲା ଆଳୁ ଚଟଣିରେ ପଡିଛି ସେ କଣ ନିମ୍ବ କଢି ସେଇଟା କୋଉଠି ମିଳେନି ମାନେ ଆପଣ ଆକ୍ଚୁଆଲି ମୁଁ ଦେଖିଲି ମାନେ ପୁରା ମାର୍କିଂ କରୁଛନ୍ତି ରେଗୁଲାର ଆସୁଛୁ ରେଗୁଲାର ଖାଆନ୍ତି ତାଠୁ ଭଲ ବୋଲି ଆମେ 4-5 ଜଣ ଖରାରେ ବି ପଳେଇ ଆସୁ। ଯଦି ପଇସା ହିସାବରେ ଖାଇବା କୁହାଯାଏ ପଇସା ତ ସବୁ ଜାଗାରେ ଦିଆ ହଉଛି କିନ୍ତୁ ଖାଇବାଟା ଏଇ କ୍ୱାଲିଟିରେ ମିଳୁନି କୋଉଠି ବାସି ମାସି ଏସବୁ ରହୁଛି ଯୋଉଠିକି ମାନେ ଔଷଧ ମାନେ କହିଲେ ଦେହ ଖରାପ ହବାର ଏଠି କିନ୍ତୁ ସେସବୁ ନାହିଁ 3ଟା ବେଳକୁ ଆଇଲା ବେଳକୁ ଖାଇବା ଶେଷ। ତ ଏବେ ଆମର ଆସିଗଲା ମାନେ ମାନସୀ ମାଉସୀଙ୍କ ମାନେ ସ୍ପେଶିଆଲ ଦହି ପଖାଳ କଂସା ତ କଣ କଣ ଆଇଟମ ରହୁଛି ମୁଁ ଆପଣଙ୍କୁ ଦେଖେଇ ଦଉଛି। ତ ଏଇଟା ରହୁଛି ଦହି ପଖାଳ ରହୁଛି ପୁରା ମାନେ ଦେଖି ଦିଅନ୍ତୁ ଫାଷ୍ଟ ଚାଉଳର କ୍ୱାଲିଟି ବହୁତ ବଢିଆ ଅଛି ଆଉ ଦହି ପଡିଛି ଆଦେହରେ ଆଉ ଏଇଟା ରହୁଛି ଭଜା ରହୁଛି ଭେଣ୍ଡି ଆଳୁର ଗୋଟେ ଭଜା ରହୁଛି ଏଇଟା ଦେଖନ୍ତୁ ମହୁରାଳି ମାଛ ଭଜା ଦେଖୁଛନ୍ତି ଭାଇ
पूरा बढ़िया से माछ पीस पीस बढ़िया भजा होती यहाँ रोचे घाट रोचे पोई आलू गोटे सादा घाटे रोचे तो यहाँ रहा माने स्पेशल आलू बघरा तो स्पेशल कौन पाइना आधे लिंब कड़ी पड़ी तो यहाँ आम रहा कंचा आंबर गोटे स्पेशल चटनीटा तो खाई केमती कौन टेस्ट अच्छी आपको जनइबू तो टोटाल पखाड़ा कंसाटा आप रही माने रही 70 टଙ୍କା तो खाई केमती कौन टेस्ट अच्छी आपको ये जो गरम होची ना माने कौन कहले गरम भात आ देहरे जाऊनी आ ता संगे जो चाଳ होटेल रे पखाळर मजा माने थरे आसी नेबे ना झुरु दिबे पूरा मैं कहली थरे खाइबे झुरीबे पूरा पुणी दही पखाळ ना এটা রইলা সাদা ঘাঁটটা পইর যেটা পড়িকি ঘাঁটটা হয়েছে बढ़िया लगुच पोई कखारू पड़ी পইর বাসনাটা হচ্ছে পুরা না आ जो आलू भर्ता माने स्पेशल कही टेस्ट कला ही जना पड़ो নিম্ব গড়া না बढ़िया लगुच मतलब जो लिंब कड़ा पड़ी टेस्ट टिके पिता पिता रोचे कि टेस्ट बढ़िया लगुच কিন্তু দেহ ପାଇଁ বেস্ট মানে চটনিটা কଣ କହିଲେ ଖଟା ମିଠାର ରାଗର ଯୋଉ କମ୍ବିନେସନଟା ସେଇଟା ପୁରା ରହିଛି ବୋବାଲିଆ ଟେଷ୍ଟଟା ହେଇଛି ଆଉ ଫାଇନାଲି ମାଛ ବେସର ଝୋଲଟା ଟିକେ ଖାଲି ଟେଷ୍ଟ କରୁ आंबुल भी पड़ी म्हणजे खट्टा ଝୋଳଟା ଟିକେ ଟିକେ ରହିବ। ରହିବ पूरा चटपटा लगुच बढ़िया लगुच ଖଟା ଖଟା ଲାଗୁଛି ଯୋଉ ଆମ୍ବୁଲଟା ପଡିଛି ଆଉ ଯାହା କୁହନ୍ତୁ ଏତିକି କହିବି ମାନେ ଏଟା ଆମର ମତାମତ ମାଛଟା କଣ କହିଲେ ବେସରକୁ ବେଷ୍ଟ जो आंब कषिया अदा पड़ी पखाड़ बास्नाटा कि बढ़िया लगुच आउरी टेस्टा बढ़िया लगुच माने खाइला परे बढ़िया लगुच ओहो ମାନେ କଣ କହିଲେ ମୁଁ ଏତିକି ଖୁସି ଲାଗିଲା କଣ ମାନେ ଆପଣ ବାହାରେ ଛିଡା ହେବେ ଆଉ ତାପରେ ଏ ଜାଗାକୁ ପଳେଇ ଆସିବେ ଫ୍ୟାନ୍ ଲାଗିଛି ସତ କିନ୍ତୁ ଯୋଉ ଥଣ୍ଡାଟା ଆପଣ ଅନୁଭବ କରିବେ ଏ ଘରର ବେଷ୍ଟ କଣ କହିଲେ ଚାଳ ଘର ପୁରା ହାତେ ଲେଖା ଗ୍ୟାପ୍ ରହୁଛି ଚାଳ କାନ୍ଥର ଯୋଉ ଗ୍ୟାପ୍ଟା ରହୁଛି ମାନେ ଘରର ଏୟାରଟା ବାହାରକୁ ଗଲା ମାନେ ଏୟାରଟା ଫଙ୍କସନ୍ କରୁଛି ଆଉ କଣ ଯାଉଛି ଆଉଛି ପୁରା ଥଣ୍ଡା ତା ସାଙ୍ଗକୁ ଯୋଉ ଚାଳ ये जिनसटा गाँव में मिले ना कौन माने पखाड़ा कंसा खाइबे जोटा पेट शांति हो आत्मा शांति सब शांति रही माने पाइबे भरपूर फायदा पाइबे तो यहाँ हूँ महुराणी महुराणी माछ पखाड़र नहीं महुराणी माछ पखाड़र कॉम्बिनेशन भी बहुत बढ़िया आ माउसी भी जी आइटम कर सबूर टेस्ट किंतु बढ़िया अच्छी आउ जिन चिकेन भी सी करती तो जेहेतु गरम हो माने अधिक गरम रोचे से चिकेन सेटा से करूना आपण भी आसते पर भी आसवे चिकेन ही पाइबे कहीं एबे जेहेतु खरा हो चिकेन टा भी टे गरम से आ द्वितीय भाई भी जो कथा कहला जे माउसी सब आइटम करते माउसी नुहे कहीं मौसा को आम के भूलीजु कहीं मौसा का परिश्रम न रही माउसी किसी भी करें भर्ताटा टिके निरा लगुच पसंद होगा बुझले कि मौसा दीटा आइटम पूरा माने तीनटा आइटम पूरा आत्मा शांति होगा चटनीटा आलू भर्ता आ जो बेसरटा मौसा ये जहाँ भी पछाड़ देले चार्जेस नहीं सही तरह आ एटा दास पदस्था कर्तव्य करूची आपन कहि दोची जे जहाँ भी पछरे नेबे कोनो चार्जेस नहीं सही एका ना को पेट भरिकी खाइबे पूरा बेसरटा जो भाई है ना आपको हापुड़ी खाई हेनी पीदेव बेस्ट माने जदि भुवनेश्वर घर खाइबा खोजुଛନ୍ତି ये होटल टा नंबर 1 ही रहिबो घर खाइबार उदाहरण माउसी निजे कहले
ମାନେ ମାଉସୀ ଯେତେବେଳେ ମୁଁ ପଚାରିଲି ସେ କହିଲେ ଯେ ଏ ଖାଇବା ମୁଁ ନିଜେ ଖାଉଛି ମାନେ ମଉସା ବି ଖାଉଛନ୍ତି ମୋ ନାତି ବି ଖାଉଛି ତ ମୁଁ ଯେତେବେଳେ ଖାଉଛି ଏଥିରେ ମୁଁ ରଙ୍ଗ ମିଶେଇବି କଣ ପାଇଁ ଆଡୁ ସାଡୁ ଜିନିଷ ପକେଇବି କାହିଁ କାହିଁକିନା ମୁଁ ତ ଖାଇବି ମୋ ଦେହ ବି ତ ଖରାପ ହବ ନା। ଆଉ ସବୁ ଭିଡିଓରେ ବି ଆମେ କହିଛୁ ଯେ ଆମେ ଖାଇଲୁ ଟେଷ୍ଟ ଲାଗିଲା ତ ଥରେ ଆସି ଟେଷ୍ଟ କରନ୍ତୁ, ନିଶ୍ଚିତ ଥରେ ଟେଷ୍ଟ କରନ୍ତୁ, ଏତିକି ଗ୍ୟାରେଣ୍ଟି ଦବୁ ମାନେ କେବେ ନିରାଶ ହେବେନି, ପଇସାର ମାନେ ରିଟର୍ନ ଆପଣ ପାଇଯିବେ। এইটা ମୁଁ ଆପଣଙ୍କୁ ଦାସ ବ୍ରଦର୍ସ ତରଫରୁ ଗ୍ୟାରେଣ୍ଟି ସହିତ 100% ଗ୍ୟାରେଣ୍ଟି ଦଉଛି ଯଦି ଘରୋଇ ଖାଇବା ଖାଇବାକୁ ଚାହୁଁଛନ୍ତି ତ ଏ ହୋଟେଲ ଆପଣଙ୍କ ପାଇଁ ବେଷ୍ଟ ରହିବ ଯଦି ହେଲ୍ଦି ଖାଇବା ଖୋଜୁଛନ୍ତି। ଆଉ ଗୋଟେ ଜିନିଷ ପଖାଳ କଂସା ଚାଳ ଘର ମାନେ ଘରୋଇ ଖାଇବା ମାନେ ଆଠୁ ବଡ ଜିନିଷ ଆଉ କିଛି ଆଠୁ ନାହିଁ। ବଡ ଜିନିଷ କିଛି ବି ନାହିଁ। ଥରେ ଟେଷ୍ଟ କରିବେ ରିଟର୍ନ ପାଇଯିବେ। ଆଉ ତା ସାଙ୍ଗକୁ ଆଉ ଗୋଟେ ଜିନିଷ ମଉସା ମାଉସୀଙ୍କର ଯୋଉ ଶ୍ରଦ୍ଧା ବାସ୍ ଆଉ ଗୋଟେ ଜିନିଷ ନୂଆ ନୂଆ ଆଇଟମ ବି ଯୋଉ ଆଇଟମ ଆପଣ ମାନେ ଆମେ ତ କହୁଛୁ ଫାର୍ଷ୍ଟ ଟାଇମ ଖାଇଲୁ ଯୋଉଟା ଆଳୁ ଭର୍ତ୍ତା ରହୁଛି ମାନେ ଲିମ୍ବ କଡି ପଡିଛି। ତ ଏବେ ଆମର ଖାଇବା ସରିଲା ଖାଲି ରହିଲା ତୋରାଣୀ। ତୋରାଣୀ ପିଇବା ମାନେ ପୁରା କଂସା ଦେଖନ୍ତୁ ତ ମୋର ଅଳ୍ପ ରହିଛି। ପୁରା ପ୍ଲେଟ ଦେଖନ୍ତୁ ପୁରା ସଫା କାହିଁକିନା ଆମେ ସବୁ ଭିଡିଓରେ ଗୋଟେ କଥା କହିଛୁ ଖାଇବା ଭଲ ହଉ କି ଖରାପ ହଉ ଆଗ ପେଟ ଭରି ଖାଇଦିଅନ୍ତୁ ତାପରେ ମତାମତ ଦେବେ ନା ପୁରା କଣ? ଆତ୍ମା ଶାନ୍ତି କରି ଖାଇ ଦିଅନ୍ତୁ ତାପରେ ରିଭ୍ୟୁ ଦେବେ। କିନ୍ତୁ ଖାଇବା କେବେ ନଷ୍ଟ କରିବେନି ଏଟା ଦାସ ବ୍ରଦର୍ସ ତରଫରୁ ଆପଣ ସମସ୍ତଙ୍କୁ ଆପଣଙ୍କୁ ଲୋକେସନ କହିଦଉଛି ଆପଣ ଏ ଯୋଉ ଛକଟା ଦେଖୁଛନ୍ତି ଏଟା ରହିଲା ବାଣୀ ବିହାରରେ ଥିବା ସତ୍ସଙ୍ଗ ଛକ। ଏଟା ବାଣୀ ବିହାରରେ ଥିବା ଜୟଗୁରୁ ମନ୍ଦିର ଯୋଉଟା ରହିଲା ତାର ସାମ୍ନା ଛକଟା। ଯେତେବେଳେ ଆପଣ ସାମ୍ନା ଛକରୁ ଯେତେବେଳେ ଆପଣ 300 ମିଟର ଆଗକୁ ଆସୁଛନ୍ତି ଏଟା ବି ମୁଁ ଲ୍ୟାଣ୍ଡମାର୍କ କହିଦଉଛି ଦେଖନ୍ତୁ ଏଟା ରହିଲା FSCI ରିଜନାଲ ଅଫିସ ଓଡ଼ିଶା। FSCI ଅଫିସ ବା ଫୁଡ କର୍ପୋରେସନ ଅଫ ଇଣ୍ଡିଆର ଅଫିସଟା ରହିଲା ଠିକ ତା କଡ଼ରେ। এটা ମୁଁ ଆପଣଙ୍କୁ ଆଉ ଥରେ କହିଦଉଛି ଏଟା ଦେଖନ୍ତୁ ରହିଲା ବାଣୀ ବିହାର ଏ ଯୋଉ ପାର୍କଟା ଦେଖୁଛନ୍ତି ଏଟା ରହିଲା ମୁଖାର୍ଜୀ ପାର୍କ ଆଉ ଏଇଟା ବି ଦେଖନ୍ତୁ ଲ୍ୟାଣ୍ଡମାର୍କ ରହିଲା FSCI ଅଫିସ ଠିକ ତା କଡ଼ରେ ପୁରା କଡ଼ରେ ଆପଣ ପାଇଯିବେ ଶିବ ଶକ୍ତି ହୋଟେଲ ବା ଏଟା ରହିଲା ମାନସୀ ମାଉସୀଙ୍କ ଚାଳିଆ ହୋଟେଲ। ଆଉ ଡେସ୍କ୍ରିପସନରେ ବି ଗୁଗୁଲ ଲୋକେସନ ଅଛି ଆପଣ ଯାଇ ଦେଖିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତ ସବୁ ଭିଡ଼ିଓ ପରେ ଏ ଭିଡ଼ିଓରେ ଫାଷ୍ଟ ଟୁ ଲାଷ୍ଟ ଯାଏଁ ରହିଲେ ମାନେ କେମିତି କ'ଣ ପ୍ରିପାରେସନ ଥିଲା ଦେଖିଲେ ଟେଷ୍ଟ ବି କଲୁ। ଆଉ ତା ସହିତ ମାଉସୀଙ୍କର ଯୋଉ 35 ବର୍ଷର ଯାତ୍ରାଟା ରହିଛି ସେଇଟା ବି ଆପଣଙ୍କୁ ଦେଖେଇଲୁ। ଆଉ ସତ କଥା କହୁଛୁ ମାନେ ଯୋଉ କହନ୍ତିନି ଆତ୍ମା ଶାନ୍ତି ଖାଇବା ପୁରା ହୃଦୟକୁ ଛୁଇଁଲା ଭଳିଆ ସେଇ ଖାଇବାଟା ପୁରା ଥିଲା। ମାନେ ଗୋଟେ ଜିନିଷ ମାଉସୀଙ୍କ ହାତ ରନ୍ଧା ମାନେ ଥରେ ଟେଷ୍ଟ କରିବେ ମାନେ ପଇସାର ଗୋଟେ ଜିନିଷ ରିଟର୍ନ ଆପଣ ଆଉ ପାଇଯିବେ। ତା ସହିତ ଝୁରିବେ ଏଇଟା ଦାସ ବ୍ରଦର୍ସ ଗ୍ୟାରେଣ୍ଟି ଦଉଛି ଥରେ ଖାଇବେ ପୁଣି ସେକେଣ୍ଡ ଟାଇମ ସାଙ୍ଗମାନଙ୍କୁ ନେଇକି ଆସିବେ। ଆଉ ଗୋଟେ ଜିନିଷ ଯୋଉଟା କି ମାନେ ଚାଳ ଘର ରହୁଛି ତା ସାଙ୍ଗକୁ ଦହି ପଖାଳ ରହୁଛି ଯୋଉଟା ଆମ୍ବ କଷିଆ ଅଦା ପଡିଥିଲା। ଆଉ ଏ ଯୋଉ ଖରା ହଉଛି ନା ମାନେ କଣ କହିଲେ ଏ ଖରାକୁ ଏ ଯୋଉ ଚାଳିଆ ହୋଟେଲରେ ପଖାଳର ମଜା ଆପଣ ଯଦି ଖାଇଥିବେ ଜାଣିଥିବେ ନ ଖାଇଥିବେ ଥରେ ଆସି ଟ୍ରାଏ କରିବେ। ଆଉ ସବୁଠୁ ମାନେ ବୋବାଲିଆ ଲାଗିଲା ଯୋଉଟା କି ଆଳୁ ଭର୍ତ୍ତା ମାନେ ଫାର୍ଷ୍ଟ ଟାଇମ ଗୋଟେ ଜିନିଷ ଆମେ ଟେଷ୍ଟ କଲୁ ଯୋଉଟା ଲିମ୍ବ କଡି ପଡିଥିଲା। ଲିମ୍ବ କଡି ଆଉ ତା ସାଙ୍ଗରେ ଯୋଉ କଞ୍ଚା ଆମ୍ବର ଚଟନି ଆଉ ତୁ ଯୋଉ ଦହି ପଖାଳ ଟେଷ୍ଟ କଲୁ ମହୁରାଳି ମାଛ ସାଙ୍ଗରେ ତାକୁ ନେଇ କଣ କହିବୁ? ମାନେ ରେଟିଂ କହିବି 10 ରୁ ମାନେ 11 ଯଦି ଆଉ ଉପରକୁ ଦେଇହବ ଉପରକୁ ଦେଇପାରିବି। ମାନେ 11 ତାର ହେଲେ ମୋର 12 କାହିଁକିନା ମୁଁ ପଛରେ ଆପଣ ଏଟା କ୍ୟାମେରା ଦେଖିଥିବେ କି ନା ଦେଖିଥିବେ ମୁଁ ପଛରେ ପୁଣି ତୋରାଣୀ ମଗେଇକି ପିଇଛି ମାନେ ଏତେ ଶାନ୍ତି ଲାଗିଲା କାହିଁକି କହିଲେ ଯୋଉ ଆମ୍ବ କଷିଆ ଅଦାଟା ଦେଲେ ପୁରା ଆତ୍ମା ଶାନ୍ତି। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତ ଲାଇକ୍ ଟେ କରିବେ ସେୟାର ଟେ କରିବେ ସବସ୍କ୍ରାଇବ କରିବେ। ଆମ ଦୁଇ ଭାଇଙ୍କୁ ଟିକେ ସପୋର୍ଟ କରିବେ ଆପଣ ସପୋର୍ଟ ଆଉ ଭଲ ପାଇବା ସବୁବେଳେ କହିଛୁ ଆମେ ନିହାତି ଦରକାର। ଆଉ ଥରେ ଆସିକିରି ମାଉସୀଙ୍କ ହୋଟେଲରେ ଟ୍ରାଏ କରିବେ ଏଟା ଦାସ ବ୍ରଦର୍ସ ତରଫରୁ ଏତିକି ଗ୍ୟାରେଣ୍ଟି ଦେବୁ ନିରାଶା ହେବେନି 100% ରିଟର୍ନ ପାଇବେ। ଆଉ ସବୁବେଳେ ଏମିତି ହସୁଥାନ୍ତୁ ବିନ୍ଦାସ ରୁହନ୍ତୁ ଫିଟ୍ ରୁହନ୍ତୁ ଏ ଭିଡ଼ିଓକୁ ଯେମିତି ଏନ୍ଜୟ କଲେ ସେମିତି ସବୁ ଭିଡ଼ିଓକୁ ଏନ୍ଜୟ କରିଥାନ୍ତୁ। ତ ପୁଣି ଏକ ନୂଆ ଭିଡ଼ିଓରେ ଦେଖାହବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।